ସୁଭଦ୍ରା ଯୋଜନାର ଆଇଡି ହ୍ୟାକ୍ ଅସନ୍ତୋଷ ଜନସାଧାରଣ। ସୁଭଦ୍ରା ଯୋଜନାର ଆଇଡି ହ୍ୟାକ୍ କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଅସନ୍ତୋଷ ଜନସାଧାରଣ। ଆଇଡି ହ୍ୟାକ୍ ହେବାରୁ ଆସୁଛି ଅନ୍ୟ ରାଜ୍ୟର ନାମ, ଏଭଳି କହୁଛନ୍ତି ଜନସେବା କେନ୍ଦ୍ରର ପରିଚାଳକ। ଅନ୍ୟପଟେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆଧାର ଅପଡେଟ୍ କରିବା ପାଇଁ ଜନସେବା କେନ୍ଦ୍ରରେ ଲାଗିଛି ଲମ୍ବା ଲାଇନ୍। ଡହ ଡହ ଖରାରେ ଛୁଆ ପିଲା ଧରି ଘଣ୍ଟା ଘଣ୍ଟା ଲାଇନ୍ ଲଗାଉଛନ୍ତି ମହିଳା। ଫର୍ମ ଧରି ଜନସେବା କେନ୍ଦ୍ରକୁ ଗଲେ ସାଇଡ୍ ପ୍ରୋବ୍ଲେମ୍ ନାମରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଭୋରୁ ଜନସେବା କେନ୍ଦ୍ରରେ ଅପେକ୍ଷା କରି ରହୁଛନ୍ତି ମହିଳାମାନେ। ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆଇଡି ହ୍ୟାକ୍ ହୋଇଥିବାରୁ ନିରାଶ ହେବାକୁ ପଡୁଛି। ଦିନ ମଜୁରିଆ ଦିନକର ମଜୁରୀ ମାରି ଆବେଦନ କରିବାକୁ ଆସୁଛନ୍ତି, ହେଲେ ନିରାଶ ହେବାକୁ ପଡୁଛି। ଏଭଳି ସ୍ଥିତିରେ ସରକାରଙ୍କର ସୁଭଦ୍ରା ଯୋଜନା ପ୍ରତି ବିମୁଖ ହେଲେଣି ଜନସାଧାରଣ। ଅନ୍ୟପଟେ ସୁଭଦ୍ରା ଯୋଜନା ପୋର୍ଟାଲ ହ୍ୟାକ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେଭଳି କୌଣସି ଖବର ଆସିନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ତାଙ୍କ କହିବା କଥା, ନୂଆ ଯୋଜନା ଆରମ୍ଭ ହୋଇଛି, ସର୍ଭର ଟିକେ ଡାଉନ୍ ହେଉଛି। ସେହିପରି ବାହାର ରାଜ୍ୟରେ ଥିବା ଓଡ଼ିଆ ମହିଳାମାନେ ବି ବ୍ୟସ୍ତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଆବେଦନ ସରିନି ସେ ପର୍ଯ୍ୟନ୍ତ ପୋର୍ଟାଲ ବନ୍ଦ ହେବନି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ବ୍ୟୁରୋ ରିପୋର୍ଟ, ପବ୍ଲିକ୍ ଟକ୍।